ସେଇଟା ଯାହା ସ୍ୱାମୀର ପଇସା ଅଛି ଅଧିକା ସିଏ ଫେସିଆଲ୍ ହେବ, ସିଏ ଦାମୀ ଶାଢ଼ୀ ପିନ୍ଧିବ। ଯାହା ସ୍ୱାମୀର କମ୍ ଟଙ୍କା ସିଏ ବି 100 ଟଙ୍କା ଶାଢ଼ୀ ପିନ୍ଧୁଛି, ସିଏ ଶଙ୍ଖା ବି ଲାଲି ଶଙ୍ଖାଣି ବି ପିନ୍ଧୁଛି। ଏବେ ସେଇଆ ତ ହେଇଯାଇଛି, ଅନଲାଇନ୍ ଯୁଗ, ଇନଷ୍ଟାଗ୍ରାମ ଯୁଗ ହେଇଯାଇଛି, ସବୁ ତ କରୁଛନ୍ତି ଆଉ। ଏଇଟା ତେଣୁ ଆଗରୁ ଏସବୁ ନଥିଲା, ହେଇଯାଇଛି ଜମାନା ଅନୁସାରେ ଲୋକ ସେମିତି ଚାଲୁଛନ୍ତି ଆଉ କ'ଣ। ସବୁଦିନ ମାଗୁଛୁ କିନ୍ତୁ ଆଜି ଟିକେ ସ୍ପେଶାଲ୍ ଆଉ, ଯେହେତୁ ସତ୍ୟ ମାନେ ସାବିତ୍ରୀ ସତ୍ୟମାନଙ୍କୁ ଜମଠୁ ଫେରେଇକି ଆଣିଥିଲେ, ସେଥିପାଇଁ ଆଜି ଦିନଟା ଟିକେ ସ୍ପେଶିଆଲ୍ ଆଉ। ଆଉ ସ୍ୱାମୀଙ୍କ ପରମାୟୁ ମାଗିଥିଲେ, ତାଙ୍କର ସ୍ୱାମୀଙ୍କ ଅଳ୍ପ ପରମାୟୁ ଥିଲା, ତେଣୁ ସେ ଜମଙ୍କଠୁ ସତ୍ୟବାନ ଯିବା ମଲା ପରେ ବି ତାଙ୍କ ପରମାୟୁ ଫେରେଇକି ଆଣିଥିଲେ। ସିଏ ସାବିତ୍ରୀ ବହୁତ ହସ ଖୁସିରେ ମାଣିବା, ନୂଆ ଶାଢ଼ୀ ଶଙ୍ଖା ସିନ୍ଦୁର ପିନ୍ଧନ୍ତି, ସ୍ୱାମୀଙ୍କୁ ପୂଜା କରନ୍ତି, ସ୍ୱାମୀଙ୍କୁ ପ୍ରଣାମ କରନ୍ତି, ଠାକୁରଙ୍କ ପାଖରେ ସ୍ୱାମୀଙ୍କର ପରମାୟୁ ପାଇଁ ଆଉ ଶୁଭ କାମନା କରିକି ଆଶୀର୍ବାଦ ପାଇଁ ଆମେ ଭିକ୍ଷା ମାଗୁ ଆଉ କ'ଣ। ଆଉ ବର୍ଷ ସାରା ସବୁଦିନ ପୂଜା କରିସାରିଲା ପରେ ସବୁଦିନ ମୁଣ୍ଡିଆ ମାରେ, ଆଜି ନୁହଁ। ସ୍ୱାମୀଙ୍କ ପାଇଁ ଆମେ ତ ଗୋଟେ ଦିନ ମାନେ ଠାକୁରଙ୍କୁ ସବୁଦିନ ମାଗୁଛୁ କିନ୍ତୁ ଆଜି ଟିକେ ସ୍ପେଶାଲ୍ ଆଉ, ଯେହେତୁ ସତ୍ୟ ମାନେ ସାବିତ୍ରୀ ସତ୍ୟମାନଙ୍କୁ ଜମଠୁ ଫେରେଇକି ଆଣିଥିଲେ, ସେଥିପାଇଁ ଆଜି ଦିନଟା ଟିକେ ସ୍ପେଶିଆଲ୍ ଆଉ। ଗୋଟେ ମୋର ମନେ ଅଛି, ସିଏ ତାଙ୍କ ପୁତ୍ର ସନ୍ତାନ ମାଗିଥିଲେ, ତେଣୁ ଜମ ସେଥିରେ ସ୍ୱାମୀଙ୍କ ପରମାୟୁ ଅଲରେଡ଼ି ଯାଇଥିଲା, ତେଣୁ କେମିତି ତାଙ୍କ ପୁତ୍ର ସିଏ ତ ସତୀ ଥିଲେ ନା, ସେଇଟା ଗୋଟେ ମୋତେ ମୋର ମନେ ଅଛି। ସେ ଜମ ମାଗିଥିଲେ ଯେ ମୋର ପୁତ୍ର ଦରକାର, ସେତେବେଳକୁ ସତ୍ୟମାନେ ଅଲରେଡ଼ି ତାଙ୍କ ପରମାୟୁ ଚାଲି ଯାଇଥିଲେ, ତେଣୁ ପୁତ୍ର କେମିତି ହେବ, ସେ ତ ସତୀ ଥିଲେ ନା, ସେଥିପାଇଁ ତାଙ୍କୁ ଯମ ଦେବତା ବାଧ୍ୟ ହୋଇ ତାଙ୍କ ପୁଅକୁ ତାଙ୍କ ସ୍ୱାମୀକୁ ଫେରେଇଥିଲେ। ଆଗ କାଳରେ କ'ଣ ଲୋକମାନେ ପୁରା ଉପବାସ ରହୁଥିଲେ, ନିଷ୍ଠାରେ ବହୁତ ପାଳୁଥିଲେ, ଏବେ ବି କରୁଛନ୍ତି। ଆଜିକାଲି ଯୁଗ ପିଲା ଛୁଆ ଉପବାସ ରହିପାରୁନାହାନ୍ତି, କରିପାରୁନାହାନ୍ତି, କି ନିଷ୍ଠା ସମସ୍ତଙ୍କ ପାଖରେ ସମାନ ନୁହେଁ। ମୋ ପାଖରେ ରହିବ କି ଆଉ ଜଣ ପାଖରେ ରହିବ, ସେଇଟା ତ ଆଉ ସମସ୍ତେ ଜାଣିଥିବେ, ସେଇଟା ତ ଠିକ୍ ନାହିଁ, ଜାଣା ନାହିଁ ମୋତେ। ସେଇଟା ଯାହା ସ୍ୱାମୀର ପଇସା ଅଛି ଅଧିକା ସିଏ ଫେସିଆଲ୍ ହେବ, ସିଏ ଦାମୀ ଶାଢ଼ୀ ପିନ୍ଧିବ। ଯାହା ସ୍ୱାମୀର କମ୍ ଟଙ୍କା ସିଏ ବି 100 ଟଙ୍କା ଶାଢ଼ୀ ପିନ୍ଧୁଛି, ସିଏ ଶଙ୍ଖା ବି ଲାଲି ଶଙ୍ଖାଣି ବି ପିନ୍ଧୁଛି। ସେଇଟା ମାନେ ସମସ୍ତଙ୍କର ମତ ଭିନ୍ନ ଭିନ୍ନ ଥାଏ, ସମସ୍ତଙ୍କ ପାଖରେ ସମାନ ନଥାଏ। ଏବେ ସେଇଆ ତ ହେଇଯାଇଛି, ଅନଲାଇନ୍ ଯୁଗ, ଇନଷ୍ଟାଗ୍ରାମ ଯୁଗ ହେଇଯାଇଛି, ସବୁ ତ କରୁଛନ୍ତି ଆଉ। ଏଇଟା ତେଣୁ ଆଗରୁ ଏସବୁ ନଥିଲା, ହେଇଯାଇଛି ଜମାନା ଅନୁସାରେ ଲୋକ ସେମିତି ଚାଲୁଛନ୍ତି ଆଉ କ'ଣ। ଆଗରୁ ମୋବାଇଲ୍ ନଥିଲା, ଆଗରୁ କ୍ୟାମେରା ନଥିଲା, ଆଗରୁ ଏତେ ସୁବିଧା ନଥିଲା, ଏବେ କ୍ୟାମେରା ହେଲା, ମୋବାଇଲ୍ ହେଲା, ଇନଷ୍ଟାଗ୍ରାମ ହେଲା, ଫେସବୁକ୍ ହେଲା, ହ୍ୱାଟ୍ସଆପ୍ ହେଲା, ତେଣୁ ଲୋକେ ସେଇ ଅନୁସାରେ ଅପଡ଼େଟ୍ ହେଉଛନ୍ତି।